ଆଜି ସକାଳର ପ୍ରଥମ ଖବର। ସୁଭଦ୍ରା ମା'ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ଲକ୍ଷ୍ୟ ନେଇ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ସୁଭଦ୍ରା ଶକ୍ତି ମେଳା। 700ରୁ ଅଧିକ ଏସ୍ଏଚ୍ଜି, 300ରୁ ଅଧିକ ଷ୍ଟଲ୍, 200ରୁ ଅଧିକ ସାମଗ୍ରୀ ପ୍ରଦର୍ଶିତ ହେଉଥିବା ବେଳେ ଏହି ମେଳାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂଙ୍କ ଉପସ୍ଥିତିରେ ନାରୀ ସଶକ୍ତିକରଣର ଅନନ୍ୟ ନିଦର୍ଶନ ସୁଭଦ୍ରା ଶକ୍ତି ମେଳାର ଶୁଭ ଉଦ୍ଘାଟନରେ ଯୋଗ ଦେଇଥିଲେ। ଏହି ମେଳାଟି ମାର୍ଚ୍ଚ 2 ପର୍ଯ୍ୟନ୍ତ ଚାଲିବ। ପରବର୍ତ୍ତୀ ଖବର। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ରାଜ୍ୟ ସରକାର ସୁଧ ଫେରସ୍ତ ବ୍ୟବସ୍ଥା କରିଛନ୍ତି। 2024-25 ଆର୍ଥିକ ବର୍ଷରେ 3 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 300 କୋଟି ଟଙ୍କାର ସୁଧ ଫେରସ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର। ଓଡ଼ିଶାର ରେଳ ଯୋଗାଯୋଗ ହେବ ଆହୁରି ସୁଦୃଢ଼। କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ମଞ୍ଜୁର ହୋଇଛି। 250 କିଲୋମିଟର ଦୀର୍ଘ ଗୋପାଳପୁର ରାୟଗଡ଼ ନୂଆ ରେଳ ଲାଇନ୍ ଓ ନୂଆପଡ଼ା ଗୁଣପୁର ଥେରୁବାଲି ରେଳ ଲାଇନ୍ର ଦୋହରୀକରଣ ପାଇଁ ଫାଇନାଲ୍ ଲୋକେସନ ସର୍ଭେ ମଞ୍ଜୁର କରାଯାଇଛି। ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଓଡ଼ିଶା, ବିଶେଷ କରି ଦକ୍ଷିଣ ଓଡ଼ିଶାରେ ରେଳ ଭିତ୍ତିଭୂମି ସହିତ ଅର୍ଥନୈତିକ ବିକାଶ ଆହୁରି ବ୍ୟାପକ ହେବ। ଏଥିସହ ରେଳମନ୍ତ୍ରୀଙ୍କ ସାକ୍ଷାତ ଅବସରରେ ଯୋଡ଼ା ବଡ଼ବିଲ-ବରସୁଆଁ ରେଳ ଲାଇନ୍ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଥିଲେ। ଏହାପରେ ଏହି ଦୁଇଟି ରେଳ ଲାଇନ୍ ନିର୍ମାଣ ସମ୍ଭାବନା ଉଜ୍ଜ୍ୱଳ ହୋଇଛି। ପରବର୍ତ୍ତୀ ଖବର। ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ସମ୍ଭାବନା ଅଛି। ବିଜୁଳି, ଘଡ଼ଘଡ଼ି ବର୍ଷା ସହ ଘଣ୍ଟା ପ୍ରତି 50ରୁ 60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା 24 ଘଣ୍ଟା ପାଇଁ 9ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ସେଗୁଡ଼ିକ ହେଉଛି ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ଯାଜପୁର। ଏହି ଜିଲ୍ଲାମାନଙ୍କରେ ବିଜୁଳି, ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ପରବର୍ତ୍ତୀ ଖବର। ଦୁବାଇରେ ଆଜି ଭାରତ-ପାକିସ୍ତାନ ଲଢ଼େଇ ମୁହାଁମୁହିଁ ହେବେ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ହାଇ ଭୋଲ୍ଟେଜ୍ ମ୍ୟାଚ୍ ଉପରେ ସାରା ବିଶ୍ୱର ନଜର। ଆଜି 2:30 PM-ରେ ଦୁବାଇରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍। ପରବର୍ତ୍ତୀ ଖବର। ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ସଚିବ 2। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଓଡ଼ିଆ ପୁଅ ତଥା RBIର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଶକ୍ତିକାନ୍ତ ଦାସଙ୍କର ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ପରବର୍ତ୍ତୀ ଖବର। ଦୀର୍ଘ 9 ମାସ ପରେ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହେଲା ରେଳ ସେବା। ହିଂସା କାରଣରୁ ଥିଲା ବନ୍ଦ। ବାଂଲାଦେଶରେ ହିଂସା ଓ ରାଜନୈତିକ ଅସ୍ଥିରତା ଯୋଗୁଁ ବନ୍ଦ ଥିବା ଭାରତ-ବାଂଲାଦେଶ ରେଳ ସେବା 9 ମାସ ପରେ ପୁଣି ଆରମ୍ଭ ହୋଇଛି। ବାଂଲାଦେଶର ଏକ ରେଳ ଷ୍ଟେସନରେ ଭାରତ ଆଡୁ ଗୋଟିଏ ମାଲବାହୀ ଟ୍ରେନ୍ ଯାଇ ପହଞ୍ଚିଥିବାର ସୂଚନା ମିଳିଛି। ତେବେ ହିଂସା ପରେ ଯାତ୍ରୀବାହୀ ରେଳ ସେବା ଆରମ୍ଭ ହୋଇନାହିଁ। ପରବର୍ତ୍ତୀ ଖବର। ଗୀତା ଛୁଇଁ FBI ନିର୍ଦ୍ଦେଶକ ଭାବେ ଶପଥ ନେଲେ ଭାରତୀୟ ବଂଶଜ କାଶ ପଟେଲ। ଭାରତୀୟ ବଂଶଜ ତଥା ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱସ୍ତ କାଶ ପଟେଲ ଶନିବାର FBI ନିର୍ଦ୍ଦେଶକ ଭାବେ ଭଗବତ ଗୀତାକୁ ଛୁଇଁ ଶପଥ ନେଇଛନ୍ତି। ଏହା ସହ ସେ FBI ନେତୃତ୍ୱ ନେବାରେ ନବମ ବ୍ୟକ୍ତି ପାଲଟିଛନ୍ତି। ପରବର୍ତ୍ତୀ ଖବର। ଚୀନରେ ବାଦୁଡ଼ିରୁ ମଣିଷ ଶରୀରକୁ ସଂକ୍ରମିତ ହୋଇପାରିବା ଭଳି ନୂଆ କରୋନା ଭାଇରସ୍ ଠାବ। ଚୀନରେ ବାଦୁଡ଼ି ଦେହରେ ନୂଆ ଭାଇରସ୍ ଠାବ ହେଲା ପରେ ପୁଣି କରୋନା ଭାଇରସ୍ ଫେରିବା ନେଇ ଆଶଙ୍କା ଦେଖାଦେଇଛି। ଚୀନର ବ୍ୟାଟ୍ ଓ ମ୍ୟାନ୍ ଭାବେ ଜଣାଶୁଣା ଭାଇରୋଲୋଜିଷ୍ଟ ସି ଝେଙ୍ଗଲି ଏହା ଖୋଜି ପାଇଛନ୍ତି। ପୂର୍ବ ମହାମାରୀ କାରଣ ସାଜିଥିବା ଭାଇରସ୍ ସହ ଏହାର ସାମଞ୍ଜସ୍ୟ ଥିଲାବେଳେ କୋଭିଡ୍ ଭୂତାଣୁ ଭଳି ଏହା ମଣିଷକୁ ସଂକ୍ରମିତ ହୋଇପାରିବ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ। ପୁଞ୍ଜିନିବେଶ ଉପରେ କଲେ ଆଲୋଚନା। ବେଦାନ୍ତ ଗ୍ରୁପ ପକ୍ଷରୁ ଓଡ଼ିଶାରେ ପୁଞ୍ଜିନିବେଶ କରାଯିବ ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କ ସ୍ୱୀକୃତି ଓ ସହଯୋଗ ଆବଶ୍ୟକ ହେଉଥିଲା ବେଳେ ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ବେଦାନ୍ତ ଗ୍ରୁପ ପୁଞ୍ଜି ନିବେଶ ଉପରେ ଅଧ୍ୟକ୍ଷ ଆଲୋଚନା କରିଥିବା ସୂଚନା ମିଳିଛି। ଆଜି ପାଇଁ ଏତିକି ଥିଲା। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟିକୁ ଭଲ ଲାଗିଥିବ। ଯଦି ଆପଣଙ୍କୁ ଭଲ ଲାଗିଥିବ ତେବେ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଆମ ଚ୍ୟାନେଲ ସହିତ ଯୋଡ଼ି ହେବା ପାଇଁ ଚାହୁଁଛନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।